ନବୀନ ବାବୁ ତାଙ୍କର ଜୀବନରେ ଯେତେ ଭୁଲ କରିଛନ୍ ତାର ଭିତରୁ ଏଇଟା ଗୋଟେ ମସ୍ତ ବଡ଼ ଭୁଲ ଟ୍ରିବ୍ୟୁନାଲ ଯାଇକରି। ଆଗରୁ ବି ମୁଁ କହିଥିଲି ଏଥିରେ ନିତିନ ଗଡ଼କରୀ ଆଉ କେତେକ ନେତା ସେମାନେ ମଧ୍ୟସ୍ଥତା ପାଇଁ ରାଜି ଥିଲେ ଆଉ ସମାଧାନର ବାଟ ସେମାନେ ବାହାର କରିଦେଉଥିଲେ। ବିନା କାରଣରେ ନବୀନ ବାବୁ କାହାର ପରାମର୍ଶରେ ଟ୍ରିବ୍ୟୁନାଲ ପଳେଇଗଲେ ଆମେ ଜାଣିନୁ। ଟ୍ରିବ୍ୟୁନାଲ ପଳେଇଗଲେ ଏସବୁ ହବ। ଟ୍ରିବ୍ୟୁନାଲ ମାନେ ବର୍ଷ ବର୍ଷ ଲାଗିବ। 9 ମାସ ପରେ ପୁଣି ଥରେ 10 ମାସ ଘୁଞ୍ଚିଯିବ। 10 ମାସ ପରେ ଫେର ଘୁଞ୍ଚା ଚାଲିଥିବ। ଟ୍ରିବ୍ୟୁନାଲ ଏଗେନ୍ଷ୍ଟରେ ତ ମୁଁ କହି ନାଇପାରେ, ଏଇଟା ଗୋଟେ ଜୁଡ଼ିସିଆଲ ବଡି ଏ, କିନ୍ତୁ ଫାଇଦା ଆମେ ଗୋଟେ କୋର୍ଟକୁ କେତେବେଳେ ଯାଉ ଯେତେବେଳେ ସବୁ ଆଶା ମାନେ ରାସ୍ତା ବନ୍ଦ ହେଇଯାଏ, ତାପରେ ଗୋଟେ ଲୋକ ଅଦାଲତକୁ ଯାଏ। ଇନେ ତ ରାସ୍ତା ଗୁଡ଼ାକ ଥିଲା ନା। ଯେତେବେଳେ କୋର୍ଟକୁ ଗଲି, ଟ୍ରିବ୍ୟୁନାଲକୁ ଗଲି ଆମର ନବୀନ ସରକାର ସମୟରେ, ସେ ସମୟରେ ବି ମୁଁ ସମାଲୋଚନା କରିଥିଲି ଯେ ଟ୍ରିବ୍ୟୁନାଲକୁ ଏଇଟା ନିଜର ମୁଣ୍ଡରୁ ଅଠା ଛଡ଼େଇ ଦେବାର ଲାଗି ଟ୍ରିବ୍ୟୁନାଲ ଗଲେ। କାରଣ ନବୀନ ବାବୁ ଯେନ୍ 24 ବର୍ଷ ସେଟା ଗୁଡ଼ାକ 2000 ପୂର୍ବରୁ କେନ୍ସି ଜାଗାରେ ତ କିଛି ନାଇଁ ଥିଲା। ଆପଣ ମାନେ ଜାଣିଛନ୍ତି, ମୁଁ ବୁଲା ପିଲା, ମୁଁ ଜାଣିଛି। ମୋର ସାଙ୍ଗମାନଙ୍କ ଭିତରୁ ଅନେକ ଯେନ୍ ଜାଗାରେ ମହାନଦୀର ଉତ୍ପତ୍ତି ସ୍ଥଳ, ସେ ଜାଗାରୁ ଆରମ୍ଭ କରିକି ମହାନଦୀ ପର୍ଯ୍ୟନ୍ତ ପ୍ରତ୍ୟେକ 10 କିଲୋମିଟର 20 କିଲୋମିଟରରେ ଜଣେ ଜଣେ ହୀରାକୁଦ ଡ୍ୟାମ୍ ଷ୍ଟାଫ୍ ଘର କରିକି ଅଛି। ତାଙ୍କୁ ଦିଆହେଇଛି ପାଣିର ସୁଅ କେତେ, ପାଣି କେତେ ଆଇଲା, ସବୁ ଗୁଡ଼ାକ ଖବର ସେମାନେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷକୁ ଦଉଥାନ୍ତି।